ଆଜିର ପ୍ରସଙ୍ଗ ୱାକଫ୍ ସଂଶୋଧନ ବିଧେୟକର ଆବଶ୍ୟକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ୱାକଫ୍ ସଂଶୋଧନ ବିଧେୟକ ଆଜି ଅପରାହ୍ନରେ ରାଜ୍ୟସଭାରେ ଆଗତ ହୋଇଥିଲା। ଏହା ଉପରେ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି। ୱାକଫ୍ ସମ୍ପତ୍ତିର ସୁପରିଚାଳନା, ଐତିହ୍ୟସ୍ଥଳୀଗୁଡ଼ିକର ସୁରକ୍ଷା ଏବଂ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ ଏହି ସଂଶୋଧିତ ବିଧେୟକରେ ପ୍ରସ୍ତାବ ରହିଛି। ୱାକଫ୍ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତା, ୱାକଫ୍ ବୋର୍ଡ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶୃଙ୍ଖଳିତ ସମନ୍ୱୟ ରକ୍ଷା କରିବା ସହିତ ସଂଶ୍ଳିଷ୍ଟ ଅଂଶୀଦାରଙ୍କ ଅଧିକାରର ସୁରକ୍ଷା କରିବା ଏହି ପ୍ରସ୍ତାବିତ ବିଧେୟକର ଉଦ୍ଦେଶ୍ୟ। ମୁସଲମାନ ସମ୍ପ୍ରଦାୟ ମହିଳାଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆଣିବାକୁ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ଏଥିସହ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱକୁ ୱାକଫ୍ ବୋର୍ଡ ମାଧ୍ୟମରେ ଅଧିକ ସମାବେଶୀ କରାଯିବାର ପ୍ରୟାସ କରାଯାଇଛି। ରାଜ୍ୟସଭାରେ ଏହି ବିଲ୍ ଆଜି ଆଗତ କରି ସଂସଦୀୟ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବିସ୍ତୃତ ଆଲୋଚନା, ବିଭିନ୍ନ ଅଂଶୀଦାରଙ୍କ ମତାମତ ଆଧାର ଯୁଗ୍ମ ସଂସଦୀୟ କମିଟି ଦେଇଥିବା ପ୍ରସ୍ତାବଗୁଡ଼ିକୁ ଦୃଷ୍ଟିରେ ରଖି ଏହି ସଂଶୋଧନ ବିଲ୍ ଉପସ୍ଥାପନ କରାଯାଇଛି। ବିଲ୍କୁ ସମର୍ଥନ କରିବାକୁ ସେ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଥିଲେ। ଏହି ସଂଶୋଧିତ ବିଲ୍ ଦେଶର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ଆଶା କରାଯାଇଛି। ଅନେକଗୁଡ଼ିଏ ଆହ୍ୱାନର ସମାଧାନ ପାଇଁ ଏହି ବିଲ୍ ମାର୍ଗ ଉନ୍ମୁକ୍ତ କରିଛି। ୱାକଫ୍ ସମ୍ପତ୍ତିର ଉପଯୁକ୍ତ ହିସାବ ଏବଂ ଅଡିଟ୍ ମଧ୍ୟ ସମ୍ଭବ ହୋଇପାରିବ। ୱାକଫ୍ ସମ୍ପତ୍ତି ପରିଚାଳନାରେ ପ୍ରଶାସନିକ ଅପାରଗତା, ଅନୁପଯୁକ୍ତ ବ୍ୟବହାର ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲାର ମାର୍ଗ ଏହି ସଂଶୋଧିତ ବିଲ୍ରେ ବ୍ୟବସ୍ଥା କରାଯାଇଛି। ମହିଳାଙ୍କ ଅଂଶଗ୍ରହଣ ମାଧ୍ୟମରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଏହି ବିଲ୍ର ଏକ ପ୍ରମୁଖ ବିଶେଷତ୍ୱ। ଏଥିରେ ମୁସଲମାନ ଝିଅମାନଙ୍କ ପାଇଁ ଛାତ୍ରୀବୃତ୍ତି, ସ୍ୱାସ୍ଥ୍ୟସେବା, ମାତୃତ୍ୱ କଲ୍ୟାଣ, ମହିଳା ଉଦ୍ୟୋଗୀଙ୍କ ପାଇଁ ଦକ୍ଷତା ବିକାଶ, ଆର୍ଥିକ ସହାୟତା, ଉତ୍ତରାଧିକାରୀ ବିବାଦ ତଥା ଘରୋଇ ହିଂସା ମାମଲା ପାଇଁ ଆଇନଗତ ସହାୟତା କେନ୍ଦ୍ର ପ୍ରତିଷ୍ଠା ଏବଂ ମୁସଲମାନ ସମ୍ପ୍ରଦାୟର ବିଧବାଙ୍କ ପାଇଁ ପେନ୍ସନ୍ ଯୋଜନା ଆଦିର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ସେହି ସମ୍ପ୍ରଦାୟର ଦରିଦ୍ର ଶ୍ରେଣୀ ଲୋକଙ୍କ ପାଇଁ ବିଲ୍ରେ ଅନେକ ବ୍ୟବସ୍ଥା କରାଯାଇଛି। ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ୱାକଫ୍ ସମ୍ପତ୍ତିର ଚିହ୍ନଟ କରିବା, ଏହାର ଉତ୍ତମ ତଦାରଖ ଏବଂ ସୁପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖାଯାଇଛି। ୱାକଫ୍ ସମ୍ପତ୍ତିର ଅପବ୍ୟବହାର ଏବଂ ବେଆଇନ ଦଖଲକୁ ପ୍ରତିହତ କରିବା ଦ୍ୱାରା ୱାକଫ୍ ବୋର୍ଡର ରାଜସ୍ୱ ବୃଦ୍ଧି ପାଇବ। ଫଳରେ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ସମ୍ପ୍ରସାରିତ ହେବାରେ ଏହାର ସହଯୋଗ ପ୍ରଦାନ ରହିବ। ସ୍ୱାସ୍ଥ୍ୟସେବା, ଶିକ୍ଷା, ଗୃହ ନିର୍ମାଣ, ଜୀବିକା ସହାୟତା ପାଇଁ ପାଣ୍ଠି ଆବଣ୍ଟନ ଦ୍ୱାରା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ସହାୟତା ମିଳିବ ଏବଂ ସେମାନେ ଏହାର ପ୍ରତ୍ୟକ୍ଷ ଲାଭ ପାଇପାରିବେ। ନିୟମିତ ଅଡିଟ୍ ଏବଂ ଯାଞ୍ଚ ଦ୍ୱାରା ଆର୍ଥିକ ଶୃଙ୍ଖଳା ଅଧିକ ପ୍ରୋତ୍ସାହିତ ହେବ ଏବଂ ୱାକଫ୍ ପରିଚାଳନା ଉପରେ ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିବ। ୱାକଫ୍ ବୋର୍ଡରେ ବିଭିନ୍ନ ମୁସଲମାନ ଗୋଷ୍ଠୀଙ୍କ ପ୍ରତିନିଧିତ୍ୱ ମାଧ୍ୟମରେ ଏହାକୁ ସମାବେଶୀ କରିବାର ଲକ୍ଷ୍ୟ ରଖାଯାଇଛି। ଏଥିରେ ପୌରପାଳିକା କିମ୍ବା ପଞ୍ଚାୟତରୁ 2 କିମ୍ବା ଅଧିକ ନିର୍ବାଚିତ ସଦସ୍ୟଙ୍କୁ ସାମିଲ କରାଯିବା ସହିତ କେନ୍ଦ୍ରୀୟ ୱାକଫ୍ କାଉନସିଲର ପଦବୀରେ 2 ଜଣ ଅଣ-ମୁସଲମାନ ସଦସ୍ୟ ରହିବାର ବ୍ୟବସ୍ଥା କରାଯାଇଛି। ଏହି ବିଲ୍ ଗତକାଲି ଲୋକସଭାରେ ଦୀର୍ଘ ଆଲୋଚନା ପରେ ଅନୁମୋଦନ ଲାଭ କରିଛି। ବିଲ୍ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଆଇନ ସମସ୍ତଙ୍କୁ ଗ୍ରହଣ କରିବାକୁ ପଡ଼ିବ। ମୁସଲମାନ ସମ୍ପ୍ରଦାୟଙ୍କ ଧାର୍ମିକ କାର୍ଯ୍ୟକଳାପ ଏବଂ ସେମାନଙ୍କ ଦ୍ୱାରା ଦିଆଯାଉଥିବା ଦାନ ଉପରେ ସରକାର ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ୱାକଫ୍ ବୋର୍ଡରେ ରହୁଥିବା ଅଣ-ମୁସଲମାନ ସଦସ୍ୟ କୌଣସି ଧାର୍ମିକ କାର୍ଯ୍ୟକଳାପ ସହିତ ଜଡ଼ିତ ହେବେ ନାହିଁ ବୋଲି ସେ କହିଛନ୍ତି। ପୁରୁଣା ୱାକଫ୍ ଆଇନରେ ହୋଇଥିବା ସଂଶୋଧନ ଅନୁଯାୟୀ ୱାକଫ୍ ବୋର୍ଡର କୌଣସି ସମ୍ପତ୍ତିକୁ ଏଣିକି କେହି ନିଜର ବୋଲି ବଳପୂର୍ବକ ଭାବେ ଦାବି କରିପାରିବେ ନାହିଁ। ଏଥିପାଇଁ ପୁରୁଣା ଆଇନରେ ଥିବା ଧାରା 40କୁ ଉଚ୍ଛେଦ କରାଯାଇଛି। ବାର୍ଷିକ 1 ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ୱାକଫ୍ ବୋର୍ଡଗୁଡ଼ିକର ଅଡିଟ୍ କରାଯିବ। ଏଥିପାଇଁ ରାଜ୍ୟ ସରକାର ଅଡିଟର ନିଯୁକ୍ତ କରିବେ। ଯେଉଁ ସମ୍ପତ୍ତିଗୁଡ଼ିକ ଉପରେ ୱାକଫ୍ ନିଜର ଅଧିକାର ସାବ୍ୟସ୍ତ କରୁଛି, ତାହାକୁ ଜିଲ୍ଲାପାଳଙ୍କଠାରୁ ଉର୍ଦ୍ଧ୍ୱ ପାହ୍ୟାର ଜଣେ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବା ନେଇ ଏହି ସଂଶୋଧିତ ବିଲ୍ରେ ବ୍ୟବସ୍ଥା ରହିଛି। ଏହି ବିଲ୍ଟି ଉଭୟ ସଦନର ଅନୁମୋଦନ ଲାଭ କରିବା ପରେ ରାଷ୍ଟ୍ରପତିଙ୍କର ମଞ୍ଜୁରପ୍ରାପ୍ତ ଅନ୍ତେ ଆଇନରେ ପରିଣତ ହେବ।